ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପୂଜା ଅର୍ଚ୍ଚନା କରାଯିବ। ଏହି ଭବ୍ୟ ଉତ୍ସବ ସମ୍ପର୍କରେ ଦେଶ ବିଦେଶର ସନାତନୀ ହିନ୍ଦୁ ଧର୍ମୀ ଓ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କ ନିକଟରେ ସନ୍ଦେଶ ପହଞ୍ଚାଇବା ପାଇଁ ଶ୍ରୀ ତୁଳସୀ ପୀଠାଧୀଶ୍ୱର ପଦ୍ମ ବିଭୂଷଣ ଜଗଦ୍ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ଶ୍ରୀରାମ ଭଦ୍ରାଚାର୍ଯ୍ୟଜୀ ମହାରାଜଙ୍କ ମାର୍ଗଦର୍ଶନରେ ରାଜସ୍ଥାନର ବିକାନେରରୁ ନଭେମ୍ବର 25ରୁ ବାହାରିଥିବା ଶ୍ରୀରାମ ରଥ ଶୁକ୍ରବାର ଦିନ ପୁରୀରେ ପହଞ୍ଚିଛି। ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ବ୍ରହ୍ମଗିରିର ଆଳିପଡାଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ରଥରେ ଆସିଥିବା ସାଧୁସନ୍ଥମାନେ ପହଞ୍ଚିବା କ୍ଷଣି ଟ୍ରଷ୍ଟର ପ୍ରତିଷ୍ଠାତା ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରତିବର୍ଷ ଭଳି ଗୋବିନ୍ଦ ଗୋଧାମ ପରିସରରେ ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ବ୍ୟାସପୀଠରେ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ନିଜେ ବସି ରାମଚରିତ ମାନସ ପାଠ କରିଥିଲେ। ପୁରୀରେ ପହଞ୍ଚିଥିବା ରଥ ଜାନୁଆରୀ 13 ତାରିଖରେ ଅଯୋଧ୍ୟାରେ ପହଞ୍ଚିବ। ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ଏହି ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଚାଲିବ। ଏହି ଉତ୍ସବରେ ହରିଦ୍ୱାରର ବୈଷ୍ଣବ ଦାସଜୀ ମହାରାଜ, ହିମାଚଳରୁ ଆସିଥିବା ରାଘବେନ୍ଦ୍ର ଦାସଜୀ ମହାରାଜ, ହାଇଦ୍ରାବାଦର ରମେଶ କୁମାର ଫୁପାଳିଆ, ହନୁମାନ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତିଳକ ଦୁବେ, ଓଡ଼ିଶା ସୁରକ୍ଷା ସେନାର ରାଜ୍ୟ ସଭାପତି ଅଭିଷେକ ଯୋଶୀ ଓ ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।